ସମସ୍ତଙ୍କୁ ନମସ୍କାର, ସମସ୍ତଙ୍କୁ ସ୍ୱାଗତ, ସମସ୍ତଙ୍କୁ ଶୁଭେଚ୍ଛା, ସମସ୍ତଙ୍କୁ ଶୁଭକାମନା। ଆମର ଲାଲ କିତାବ ରିମେଡି ଭିତରୁ ଆମେ ମନିକୁ ଆଟ୍ରାକ୍ଟ କରିବାର ମନି ଆଟ୍ରାକ୍ସନ ରିମେଡି ଆଜି ଗୋଟିଏ ରିମେଡି ଆପଣଙ୍କ ସାମ୍ନାରେ ରଖୁଛୁ। ଆପଣ ତାକୁ ନିଜ ପାଇଁ ସୁନ୍ଦର ଭାବରେ ବ୍ୟବହାର କରିପାରିବେ। ଅତି ସୁନ୍ଦର ଆଉ ସହଜ ସରଳ ଉପାୟ ରିମେଡି ଆମେ ଯାହାକୁ କହୁଛେ ଉପାୟ କହୁଛେ ଅତି ସୁନ୍ଦର ଭାବରେ ଅତି ସହଜ ଆଉ ସରଳ ଉପାୟ ଆପଣଙ୍କ ଆଗରେ ଆଜି ଆମେ ଉପସ୍ଥାପନ କରିବାକୁ ଯାଉଛୁ। ଯେମିତି ଆମେ ପୂର୍ବରୁ କରୁଥିଲେ ସବୁଠୁ ପାୱାରଫୁଲ ଆଜି ବି କରୁଛେ, ଆଗକୁ ବି କରିବା, ଯୋଉଟା କି ଆମ ପ୍ଲାଟଫର୍ମର ସବୁଠୁ ମୂଲ୍ୟବାନ କଥା। ଶ୍ରୀମ୍ ଆମେ ଆଗରୁ ଜାଣିଛନ୍ତି, ଶ୍ରୀମ୍ ଆମେ କଣ୍ଟିନ୍ୟୁ 21 ଡେଜ 1008 ଲେଖେ ଜପ କରିବା। 1008 ଜପ ସରିଲା ପରେ ଆମେ ଶ୍ରୀମ୍ ରିଚୁଆଲ୍ସ କରୁଛେ, ପ୍ରତି ଶୁକ୍ରବାର ବି କରୁଛେ। କେମିତି କରୁଛେ ଆମେ ସମସ୍ତେ ଜାଣିଛନ୍ତି। ତ ସେଇଭଳି ଭାବରେ ମୁଁ ଆପଣଙ୍କୁ ଆଜି ଲାଲ କିତାବ ରିମେଡି ଭିତରୁ ଏକ ସୁନ୍ଦର ଟିପ୍ସ ବା ସୁନ୍ଦର ରିମେଡି ଯୋଉଟା କି ମନିକୁ ଆଟ୍ରାକ୍ଟ କରିବା ପାଇଁ ଅଛି, ମୁଁ ଆପଣଙ୍କ ସାମ୍ନାରେ ରଖୁଛି। ଆମେ ଶନିବାରରେ କୌଣସି ଏକ ଶନିବାରରେ ନିଜ ହାତରେ ବା ନିଜ ଘରେ ଖେଚଡି ବନେଇ ଯଦି ବ୍ଲାଇଣ୍ଡ ଲୋକଙ୍କୁ ଆମେ ପରସୁଛନ୍ତି, ବ୍ଲାଇଣ୍ଡ ଲୋକଙ୍କୁ ଦାନ କରୁଛନ୍ତି, ତାହା ଆମର ମନକୁ ଆଟ୍ରାକ୍ଟ କରିବା ପାଇଁ ବହୁତ ଲାଭଦାୟକ ହେଇଥାଏ, ବହୁତ ପ୍ରଭାବୀ ହେଇଥାଏ। ବିଶେଷ ଭାବରେ ଆମର କୋଉ ପ୍ଲାନେଟ କୋଉ ସେକ୍ଟର ପାଇଁ କାମ କରୁଛନ୍ତି ତାକୁ ରିଲେଟ କରିକି ଏଇ ରିମେଡିଜ ପ୍ରସ୍ତୁତ କରାହେଇଛି ବା ଏଇ ରିମେଡିଜ ଅଛି। ତେଣୁ କୌଣସି ଏକ ଶନିବାର ଆପଣ ଖେଚଡି ବନେଇକି ଯଦି ବ୍ଲାଇଣ୍ଡ ପର୍ସନକୁ ଆତ୍ମ ଶାନ୍ତି କଲା ଭଳି ତାଙ୍କୁ ଭୋଜନ ଦଉଛନ୍ତି ଆଉ ଭୋଜନ ପରେ କିଛି ଦକ୍ଷିଣା ଦଉଛନ୍ତି, ତ ଆପଣଙ୍କର ମନି ଆଟ୍ରାକ୍ଟ କରିବା ପାଇଁ ଏହା ବହୁତ ପ୍ରଭାବୀ କାମ କରିଥାଏ। ଏବଂ ଏଇ ରିମେଡିକୁ ଆମେ ପ୍ରତ୍ୟେକ 2-3 ମାସରେ ଯଦି ଥରେ କରୁଛନ୍ତି, ତାହେଲେ ଆମ ପାଇଁ, ଆମ ପରିବାର ପାଇଁ ବହୁତ ଶାନ୍ତି ପ୍ରଦାୟକ ହେଇଥାଏ, ବହୁତ ପ୍ରଭାବୀ ହେଇଥାଏ। ବହୁତ ବହୁତ ଧନ୍ୟବାଦ। ଏ ରିମେଡିକୁ ଆପଣ କରିପାରିବେ। ବହୁତ ବହୁତ ଧନ୍ୟବାଦ। ନମସ୍କାର।